ସକାଳ ପ୍ରାତ ସମୟରୁ ଆମମାନେ ତାଙ୍କ ନିକଟରେ ଆମମାନେ ଚିତ୍କାର କରୁ, କ୍ରନ୍ଦନ କରୁ ଏବଂ ପ୍ରାର୍ଥନା କରୁ ଏବଂ ତାଙ୍କ ନିକଟରେ ଆମମାନଙ୍କ ପ୍ରାର୍ଥନାର ଅନୁରୋଧ ବା ପ୍ରାର୍ଥନାର ଉପସ୍ଥିତି ତାଙ୍କ ନିକଟରେ ଆମେ ଦେଇ ଦେଇଥାଉ। ତ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ। ବିଶେଷ ଭାବରେ ଆମର ଗତ ଜାନୁଆରୀ 24 ରେ ବାଇବେଲ ସୋସାଇଟିର ଯୋଉ ମିଟିଂ ହଉଥିଲା କଟକରେ, ଆମ ଭାଇ ସେଠି ମେମ୍ବର ଅଛନ୍ତି, କିନ୍ତୁ ମୁଁ ଯଦିଓ ପ୍ରାତ ପ୍ରାର୍ଥନାରେ ତାଙ୍କୁ ବିନୟ ଭାଇ ଆପଣ ମାନେ ସମସ୍ତେ ଭଉଣୀ ଦାୟିତ୍ୱ ଦେଇଛନ୍ତି ଭାଇଙ୍କୁ, କିନ୍ତୁ ମୁଁ ଜାଣିଛି ବାସ୍ତବତାରେ ଚେହେରାରେ ବା ଫିଜିକାଲି ତାଙ୍କୁ ଦେଖିନଥିଲି। ଆଉ ସେ ମତେ ଆସିକି ଇଣ୍ଟ୍ରୋଡ୍ୟୁସ କଲେ ଯେ ଭାଇ ଏଇ 8 ତାରିଖରେ ଆପଣ ପ୍ରଚାର କରିପାରିବେ କି? ମୁଁ କହିଲି ଠିକ ଅଛି କରିବା। ଆଉ ମୁଁ ତାପରେ ଜାଣିଲି ତାଙ୍କୁ ଫିଜିକାଲି ଆଇ କୁଡ୍ ଏବଲ୍ ଟୁ ସି ହିମ୍। ତ ଯାହା ବି ହଉ ପ୍ରଭୁଙ୍କ ନାମକୁ ବହୁତ ବହୁତ ଧନ୍ୟବାଦ ଦିଏ ଆଜିର ଏଇ ପ୍ରାତ ସକାଳ ପାଇଁ। ବହୁତ ସୁନ୍ଦର ମାନେ ଗୀତ ଏବଂ ପ୍ରାର୍ଥନା ଏବଂ ଐଶ୍ୱର୍ଯ୍ୟ ଉପସ୍ଥିତି ମଧ୍ୟରେ ଆମମାନେ ଆଜି ସକାଳେ ଐଶ୍ୱର୍ଯ୍ୟ ଉପସ୍ଥିତିକୁ ଅନୁଭବ କରିଛୁ। ସେଥିପାଇଁ ମୁଁ ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦିଏ। ଆମେ ଯୋଉ ଅଂଶରୁ ମଧ୍ୟ ପାଠ କଲେ, ଯାହାକି ପ୍ରଥମ ଯୋହନ 2 ପର୍ବ 15-19 ଯୋଉଠି ଲେଖାଯାଏ ଦ ଲଷ୍ଟ ଅଫ ଫ୍ଲେଶ, ଲଷ୍ଟ ଅଫ ଚକ୍ଷୁର ଅଭିଳାଷ ବା ମାଂସର ଅଭିଳାଷ ବା ଏଇ ଜାଗତିକ ବିଷୟରେ ଲେଖା ଅଛି କି ହ୍ୱାଇ ଟୁ be closer to all these things। ଏଇ ସବୁ ବିଷୟରେ କାହିଁକି ଆମମାନେ ବହୁତ ନିଜକୁ ଆକର୍ଷିତ ନ କରି ଐଶ୍ୱର୍ଯ୍ୟ ଉପସ୍ଥିତି ମଧ୍ୟରେ କିପରି ଆମମାନେ ଯିବା, ସେଇ ବାକ୍ୟର ସେଇ ପ୍ରାଧାନ୍ୟତା ସେଇ ମଧ୍ୟରେ ଅଛି। ମୁଁ ଯୋଉ ଅଂଶରୁ ପଠନ କରିବାକୁ ଚାହେଁ ତାହା ହଉଛି ଆଦି ପୁସ୍ତକ 50 ପର୍ବର 24 ପଦରେ ଲେଖାଯାଏ, I am about to die, but God will certainly take care of you and lead you out of this land to the land of the promise, land of the Abraham, Isaac and Jacob। ଏଇଠି ଗୋଟେ ବ୍ୟକ୍ତି ଯିଏ କି ତାଙ୍କର ଏକ ବିରାଟ ଅନୁଭୂତି, ତାଙ୍କ ଜୀବନର ଯାତ୍ରାର ଶେଷ ପର୍ଯ୍ୟାୟରେ ସେ ପହଞ୍ଚି ଅଛନ୍ତି। ଅନେକ ସମୟରେ ପ୍ରାରମ୍ଭ ଅପେକ୍ଷା ଯେମିତି ବାଇବଲରେ ଲେଖାଯାଏ ଶେଷ ଉତ୍ତମ। ଆରମ୍ଭ ଅନେକ ଲୋକ କରନ୍ତି, କିନ୍ତୁ ଶେଷ ବହୁତ କମ ଲୋକ ସେଇଠି ପହଞ୍ଚି ପାରନ୍ତି, ବହୁତ କମ ଲୋକ। ତ ଏଇଠି ଏକ ବ୍ୟକ୍ତିତ୍ୱ, ଏକ ବ୍ୟକ୍ତି ଯିଏକି ମୃତ୍ୟୁ ନିଜେ ସେ ମରିବାକୁ ଯାଉଅଛନ୍ତି ଏବଂ ସେ ସେଇ ସମୟରେ ତାଙ୍କ ଭାଇମାନଙ୍କୁ ଡାକି କହୁଅଛନ୍ତି କି ତୁମେ ବ୍ୟସ୍ତ ହୁଅ ନାହିଁ, ଆଉ ତୁମେ କ୍ରନ୍ଦନ କର ନାହିଁ, କାରଣ ସିଓରଲି ସେଠି ଗୋଟେ ଲେଖା ଅଛି, ଯଦି କିଙ୍ଗ ଜେମ୍ସ ଭର୍ସନ ଦେଖିବେ, ସିଓରଲି ଗଡ ୱିଲ ଭିଜିଟ୍ ୟୁ। ଏକ ନିଶ୍ଚିନ୍ତ କନଫିଡେନ୍ସ ତାଙ୍କ ଜୀବନରେ ଅଛି ଏବଂ ସେ ଯେତେବେଳେ এই ମୃତ୍ୟୁର ଶେଷ ପର୍ଯ୍ୟାୟରେ ପହଞ୍ଚୁଅଛନ୍ତି, he was happy। ସେ ଭାଇମାନଙ୍କୁ କହୁଛନ୍ତି ଡୋଣ୍ଟ କ୍ରାଏ, କାନ୍ଦ ନାହିଁ, କାରଣ ନିଶ୍ଚିତ ଭାବରେ ପ୍ରଭୁ ତମମାନଙ୍କର ତତ୍ତ୍ୱ ନେବେ, ସିଓରଲି। ଆଉ ଇଏ ହଉଛନ୍ତି ସେଇ ଯୋଦ୍ଧା ଯୋସେଫ। ବହୁତ ସମସ୍ୟା, ପରୀକ୍ଷା, କଷ୍ଟ, ଦୁଃଖ, ନିର୍ଯାତନା ର ଗୋଟେ ଏକ୍ସାମ୍ପଲରୀ ଲାଇଫ ଆମେ ତାଙ୍କ ଜୀବନରେ ଦେଖିଛୁ। ସେ କୌଣସି ଜାଗାରେ ନତମସ୍ତକ ହେଇନାହାନ୍ତି ଏବଂ ସେ ଏକ୍ସାମିନେସନ ବା ପରୀକ୍ଷାକୁ ସବୁବେଳେ ସ୍ୱାଗତ କରିଅଛନ୍ତି। ତାଙ୍କର ଯଦି ପ୍ରାରମ୍ଭିକ ଜୀବନରୁ ଶେଷ ପର୍ଯ୍ୟାୟ ଜୀବନ ପର୍ଯ୍ୟନ୍ତ ଦେଖିବା, ପ୍ରତ୍ୟେକ ସୋପାନରେ, ପ୍ରତ୍ୟେକ ଲେଡର ମଧ୍ୟରେ ସେ ଅନୁଭବ କରୁଛନ୍ତି ଚ୍ୟାଲେଞ୍ଜେସ୍। କୋଉ ଜାଗାରେ ସେ ଆମେ ଅନୁଭବ କରିବା ରିଲାକ୍ସେବଲ ଜୀବନ ବା ଆନନ୍ଦରେ ବା ଖୁସିରେ
ତାଙ୍କର ନିଶ୍ୱାସ ସେ ନେଇନାହାନ୍ତି। ପ୍ରତ୍ୟେକ ସମୟରେ ତାଙ୍କ ଜୀବନରେ ଚ୍ୟାଲେଞ୍ଜ ଆସିଛି ଏବଂ ସେଇ ଚ୍ୟାଲେଞ୍ଜେସ୍ ମଧ୍ୟରେ he could able to refine himself, ସେ ସବୁବେଳେ ଓଭରଟେକ୍ କରି ଅଛନ୍ତି। ଯେମିତି ସମୁଦ୍ରରେ ଆମେ ଦେଖୁଛୁ ଢେଉ ଆସୁଛି ଏବଂ ଆମେ ଛିଡା ହେଇଗଲେ ଯଦି ସେଠି ଲୁଜ୍ ହେଇକି ଡରିଗଲେ ଢେଉ ଆମମାନଙ୍କୁ ଟାଣି ନେଇକି ସମୁଦ୍ର ଭିତରେ ପକେଇଦବ। କିନ୍ତୁ ଯଦି ଆମମାନେ କନଫିଡେଣ୍ଟ ଅଛୁ, ଡିଟରମାଇଣ୍ଡ ଅଛୁ, ତେବେ ଆମେ ସେଇଠି ସେଇ ପୋଜିସନରେ ଷ୍ଟ୍ରଙ୍ଗ ପୋଜିସନ ଯଦି ଛିଡା ହବା ସେ ଆସିବ ଏବଂ ଚାଲିଯିବ। କୌଣସି ଭାବରେ ଆମମାନଙ୍କର ହାର୍ମ ବା ଅସୁବିଧା କରିପାରିବ ନାହିଁ। ଏଠି ଯୋସେଫ କହୁଛନ୍ତି ସିଓରଲି, ନିଶ୍ଚିତ ଭାବରେ, there is no any confusion, doubt, ତାଙ୍କର ଶେଷ ମୃତ୍ୟୁର ଶେଷ ଶଯ୍ୟାରେ ସେ ଯେତେବେଳେ ଶୋଇଅଛନ୍ତି, ଭାଇମାନେ ବ୍ୟସ୍ତ ହେଇକିରି ଆମେ କଣ କରିବୁ, କିଂ କର୍ତ୍ତବ୍ୟ ବିମୂଢ, ଆମେ ଜାଣିପାରୁନାହୁଁ ଆମ ଭବିଷ୍ୟତ କଣ ହବ। ମିଶର ଦେଶରେ ଆମମାନେ ଅଛୁ, ଆମମାନଙ୍କର କୌଣସି ଲୋକ ସାହାଯ୍ୟକାରୀ ନାହାନ୍ତି ଏବଂ ଆମମାନେ କୁଆଡେ ଯିବୁ, କଣ କରିବୁ, କୋଉଠିକି ଯିବୁ, କିଏ ଆମମାନଙ୍କ ସାହାରା ହବ, ଆମମାନଙ୍କ ଅବସ୍ଥା କଣ ହବ, ଏଇ ଚିନ୍ତାରେ ଭାଇମାନେ ବ୍ୟସ୍ତ ହୋଇ ପଡିଲେ। କିନ୍ତୁ ସେଇ ସମୟରେ ସେ ଗୋଟିଏ କଥା କହୁଛନ୍ତି, ସିଓରଲି ଗଡ୍ ୱିଲ୍, ନିଶ୍ଚିତ ଭାବରେ ପ୍ରଭୁ ତୁମ୍ଭମାନଙ୍କର ତତ୍ତ୍ୱ ନେବେ। ଏବଂ ସେ ସେଇଠି ଗୋଟିଏ ଉଦାହରଣ କହୁଛନ୍ତି, ଅବ୍ରାହମ, ଇସାକ ଏବଂ ଯାକୋବ, ଯୋଉମାନେ ପ୍ରଭୁଙ୍କର ଦାସ, ପ୍ରଭୁଙ୍କର ଗୋଟେ ଅସ୍ତ୍ର, ଗୋଟେ ମେସେଞ୍ଜର ଅଫ ଗଡ, ସେମାନଙ୍କ ଅନୁଭୂତି ଏବଂ ସେମାନଙ୍କର ସନ୍ତାନ ମାନେ ଅବ୍ରାହମକୁ ପ୍ରଭୁ ଆଶୀର୍ବାଦ କଲେ। ଅବ୍ରାହମ ଯେତେବେଳେ ଶେଷ ସମୟରେ ତାଙ୍କର ଏକ ସନ୍ତାନ ହେଲା, ସେ ହସିଲେ। ତା ପୂର୍ବରୁ ପ୍ରଭୁ ଯେତେବେଳେ କହିଲେ ତୁମକୁ ମୁଁ ଏକ ସନ୍ତାନରେ ଆଶୀର୍ବାଦବନ୍ତ କରିବି, ଏଟା ସଟେନ୍ କିନ୍ତୁ ଅସମ୍ଭବ ପରିସ୍ଥିତି ଥିଲା ଏବଂ ସେ ମନେ ମନେ ହସିଲେ। କିନ୍ତୁ he was determined that God is going to do something wonder in his life, ତାଙ୍କ ଜୀବନରେ ଏକ ଅସମ୍ଭବକୁ ସମ୍ଭବ ପ୍ରଭୁ କରିବେ, এই ବିଷୟକୁ ସେ କନଫିଡେଣ୍ଟ ଥିଲେ ଏବଂ ସେ ଅନୁଭବ କଲେ। ଏବଂ ସେଇ ଅବ୍ରାହମଙ୍କ ଜୀବନରେ ମଧ୍ୟ ପରୀକ୍ଷା ଆସିଲା। ପ୍ରଭୁ ଦେଖିଲେ ଅବ୍ରାହମ ଯେତେ ମୋ ନିକଟରେ ଯେତେ ଆକୃଷ୍ଟ ହୋଇ ରହୁଥିଲା, ଇନକ୍ଲାଇନ୍ ଟୁ ମି, ମୁଁ ଅନୁଭବ କଲି ତାର ପୁତ୍ର ସନ୍ତାନ ହେବା ପରେ ସେ ଟିକେ ଦୂରକୁ ଚାଲି ଯାଇଛି। He started initiating an examination, ପରୀକ୍ଷା ଆରମ୍ଭ କଲେ। ଅବ୍ରାହମ, ତୁମେ ତୁମର ସେଇ ଏକମାତ୍ର ପୁତ୍ରକୁ ନେଇ ପର୍ବତ ଉପରକୁ ଯିବ ଏବଂ ମୋ ପାଇଁ ବଳିଦାନ କରିବ। Your beloved child need to be sacrificed. କିନ୍ତୁ ଅବ୍ରାହମ ବ୍ୟସ୍ତ ହେଲେ ନାହିଁ। He was certain, confident, ସେ ଠିକ ଠାକ ଥିଲେ। ସେ କହିଲେ ହଁ ପ୍ରଭୁ, କୌଣସି ଦ୍ୱନ୍ଦ୍ୱ ନଥିଲା, ଯୁକ୍ତି ନଥିଲା, କୌଣସି ପ୍ରକାର କନଫ୍ୟୁଜନ ତାଙ୍କ ଜୀବନରେ ନଥିଲା ଏବଂ ସେ କହୁଥିଲେ ସିଓର, I will do that. ମୁଁ ଅଯୋଗ୍ୟ ଥିଲି, ମୋର କୌଣସି ଆଶା ନଥିଲା ଏବଂ ମତେ ପ୍ରଭୁ ତୁମେ ଦେଲ, and you will take it, ତୁମେ ନେଇଯିବ, you need the child to be sacrificed, ଆଉ ମୁଁ ରେଡି ଅଛି। ଆରମ୍ଭ କଲେ ଯାତ୍ରା। ଅବ୍ରାହମ, ଇସାକ ଏବଂ ଯାକୋବଙ୍କର ପରମେଶ୍ୱର, ସେଇ ପରମେଶ୍ୱର ଭାଇମାନେ ସେ ତୁମମାନଙ୍କ ଦର୍ଶନ କରିବେ, ସେ ତୁମମାନଙ୍କର ତତ୍ତ୍ୱ ନେବେ ଏବଂ ସେ ତୁମମାନଙ୍କୁ ସାହାଯ୍ୟ କରିବେ। ଏବଂ ଏଇ ଯୋଉ କନଫିଡେଣ୍ଟ ଆମେ ଯୀଶୁଙ୍କର ଅନୁଭୂତିରେ ମଧ୍ୟ ଆମେ ଦେଖୁଛୁ। ଆମେ ଯଦି ଦେଖିବା ଲାଜାରଙ୍କ ବିଷୟରେ, ଯେତେବେଳେ ମରିୟମ, ମାର୍ଥା ଏମାନେ କ୍ରନ୍ଦନ କରୁଛନ୍ତି, ମୋ ଭାଇ ମୃତ୍ୟୁବରଣ କଲା ଏବଂ ପ୍ରଭୁଙ୍କ ନିକଟରେ କାକୁତି ମିନତି କରୁଅଛନ୍ତି କି ୟୁ କମ୍ କ୍ୱିକ୍, ଶୀଘ୍ର ଆସ, ଆମମାନେ ଏକ ସମସ୍ୟାରେ ପଡି ଯାଇଛୁ, ମୋ ଭାଇ ମୃତ, the beloved, the brother is almost died. କିନ୍ତୁ ଯୀଶୁ ଜାଣି ବୁଝିକିରି ଡେରିରେ ଆସିଲେ। ସେ ଜାଣି ବୁଝିକିରି ଅଲଗା ଜାଗାରେ କିଛି ସମୟ ରହିଗଲେ, ଷ୍ଟେଟ୍ ବ୍ୟାକ୍, କାରଣ ସେ ଜାଣି ଅଛନ୍ତି କି ଲାଜାର ଉଠିବ। The confident,
कि लाजर निश्चय उठिବ, କିନ୍ତୁ he was trying to interact with ମଗଦଲିନ ଏବଂ ସାଙ୍ଗରେ କଥାବାର୍ତ୍ତା କରୁଥିଲେ, how they are behaving, ସେମାନେ କଣ କରୁଅଛନ୍ତି ଏବଂ ସେମାନେ କାନ୍ଦୁଛନ୍ତି, ଚିତ୍କାର କରୁଅଛନ୍ତି, ପ୍ରଭୁ ତୁମେ ନ ଆସିଲେ ଆଉ ମୋ ଭାଇକୁ ଆମେ ପାଇପାରିବୁ ନାହିଁ, ତୁମେ ଆମମାନଙ୍କର ପାରିବାରିକ ବନ୍ଧୁ ଏବଂ ତୁମେ ଆମମାନଙ୍କୁ ଏତେ ପ୍ରେମ କର ଏବଂ ତୁମେ ସବୁବେଳେ ଆମ ସହିତ ଏକ ପରିବାର ଭାବରେ ଆମ ସହିତ ସାହାଯ୍ୟ କରିଛ, କିନ୍ତୁ ଠିକ ସମୟରେ in the right time you are not here। ଆମେ ଯୁକ୍ତି ତର୍କ ଏବଂ ପ୍ରଭୁଙ୍କ ନିକଟରେ କଥାବାର୍ତ୍ତା କରି ତାଙ୍କ ନିକଟରେ ଆମେ ଯୁକ୍ତି ତର୍କ କରିଥାଉ। ଏବଂ ଏଇଠି ଯୀଶୁ ଆସିଲେ ଏବଂ ସେମାନେ କାନ୍ଦି କାନ୍ଦି ଯେତେବେଳେ ସମସ୍ତ ବିଷୟକୁ ହୃଦୟ ବିଦାରକ ବିଷୟକୁ କହିଲେ, ଦୁଃଖର ଗୃହରେ ଯାହା ହୁଏ, ଏବଂ ସେଇ ସମୟରେ ଦେଖା ଯୀଶୁ ମଧ୍ୟ ଏକ ଜଗତରେ ମନୁଷ୍ୟଧାରୀ ହେଇ ରହିଥିଲେ ଏବଂ ସେ ମନୁଷ୍ୟ ଭାବରେ ମାଂସ ଭାବରେ ମନୁଷ୍ୟ ଭାବରେ ଆମମାନଙ୍କ ପରି ସେ ଜନ୍ମ ଗ୍ରହଣ କଲେ କି ମନୁଷ୍ୟମାନଙ୍କୁ ଆମମାନଙ୍କୁ ଉଦ୍ଧାର କରିବା ପାଇଁ, ଏବଂ ସେ କାନ୍ଦିଲେ। he started crying although he knew ସେ ଯଦି ଜାଣିଥିଲେ ୟାର ଉତ୍ତର କଣ ହବ, in spite of that ସମସ୍ତ ପରେ ମଧ୍ୟ he started crying, ସେ କାନ୍ଦିଲେ। ମନୁଷ୍ୟ ଭାବରେ ନିଶ୍ଚୟ ଆମମାନଙ୍କ ମଧ୍ୟରେ ସମସ୍ୟା, ଦୁଃଖ, କଷ୍ଟ ଏବଂ ଏକ୍ସାମିନେସନ ଆସିବ, it is obvious, ନିଶ୍ଚୟ ଆଇବ ଏବଂ ଏକ୍ସାମିନେସନ କୁ କିପରି ଓଭରଟେକ୍ କରାଯିବ ସେଥିପାଇଁ we need to be determined, ଏକ ସ୍ଥିରତା ହବା ଅଛି କି ଆମମାନେ God is there to visit us, ସେ ଆମମାନଙ୍କୁ ଦର୍ଶନ ଦେବେ, ସେ ଆମମାନଙ୍କୁ ତତ୍ତ୍ୱ ନେବେ, ସେ ଆମମାନଙ୍କୁ ସାହାଯ୍ୟ କରିବେ ଏବଂ ଏଇ ଅସୁବିଧାର ସମୟକୁ ସେ ଅତିକ୍ରମ କରାଇବେ। ସେ ସେଇ ଡଙ୍ଗାକୁ ଯୋଉଠି ଆମମାନେ ବସିଛୁ ଝଡ଼ ଚାଲିଥିବା ଡଙ୍ଗା ମଧ୍ୟରେ ସେ ଶୋଇ ଅଛନ୍ତି, but he is omnipresent there, ସେ ଅଛନ୍ତି ଏବଂ ସେଇ ଝଡ଼କୁ ସୁସ୍ଥ କରିବାର ପରମେଶ୍ୱର ସେ ଆମମାନଙ୍କୁ ଏଇ ଡଙ୍ଗାରେ କୂଳ ନିକଟକୁ ପହଞ୍ଚେଇ ଦେବେ, there is no any doubt। ଏବଂ ଯୀଶୁ ଗଲେ ଏବଂ ସେଇ ଲୋକମାନଙ୍କୁ କହିଲେ, ଏଇ ପଥରକୁ ତୁମେ ବାହାର କର। it was a very big stone, ଗୋଟେ ବଡ଼ ପ୍ରସ୍ତର, ଖରା 5-4 ଦିନ ହେଇଗଲା, ଲାଜରର ଶରୀର ସଢିବାକୁ ଦୁର୍ଗନ୍ଧ ହେବାର ସମୟ ଆସିଯାଇଛି ଏବଂ ଯୀଶୁ କହୁଛନ୍ତି ରୋଲ ଦି ଷ୍ଟୋନ, ଏଇ ପଥରକୁ ବାହାର କରିଦିଅ। କିଏ ଜାଣେ ସେମାନଙ୍କ ମଧ୍ୟରେ ଲୋକମାନଙ୍କ ମଧ୍ୟରେ ଯୋଉମାନେ ସେଇଠି ଜମା ହେଇଥିଲେ ଯୀଶୁଙ୍କ ଆଗମନର ଅପେକ୍ଷା କରିଥିଲେ, ସେମାନେ ବ୍ୟସ୍ତ ହେଲେ ନାହିଁ। ସେମାନେ କହିଲେ କଣ ଯୀଶୁ କହୁଛନ୍ତି, ଏତେ 4 ଦିନ ପରେ ପଥରକୁ ବାହାର କର, ଝାଳ ନାଳ ହେଇକିରି ଆମେ ଏଇ ପଥରକୁ ବାହାର କରିବୁ, ବେକାର, ଅନୱାଣ୍ଟେଡ ଏଫର୍ଟ ଆମମାନେ କରିପାରିବୁ ନାହିଁ, ସେମିତି ସେମାନେ କହିଲେ ନାହିଁ। there was no murmuring, no objection, କୌଣସି ବିଷୟରେ objection ନଥିଲା, submissive to the talk of the Lord, submissive, ନମ୍ରତା, ପ୍ରଭୁଙ୍କର କଥାବାର୍ତ୍ତା ଆଜ୍ଞା ଉପରେ କେବଳ ସମସ୍ତେ କହୁଥିଲେ ହଁ ପ୍ରଭୁ, I will do that, ଆମେ କରିବୁ। ଏବଂ ସେମାନେ ପଥରକୁ ବାହାର କଲେ ଏବଂ ଲାଜର ଉଠିଲା। କାନା ନଗରରେ ଆମେ ଦେଖୁଛୁ, କହିଲେ ଏଇ ପାଣିକୁ, ଏଇ ଜାହାଲାରେ ପାଣିକୁ ଭର୍ତ୍ତି କର, କନଫିଡେଣ୍ଟ ଏବଂ ଡିଟରମିନେସନ ଥିଲା କି surely God will do a miracle, ସେ ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ ସମ୍ପନ୍ନ କରିବେ। ପ୍ରିୟ ବନ୍ଧୁଗଣ, ଆମ ଜୀବନରେ ଛଡ଼ ଛଞ୍ଜା, ସମସ୍ୟା, କଷ୍ଟ, ଦୁଃଖ, ପରିଶାନୀ ଯୋସେଫର ଜୀବନରେ ଆମେ ଦେଖୁଛୁ। ଭାଇମାନେ ତାକୁ ଅହଙ୍କାର ହେଲେ, they were jealous of Joseph, ଯଦିଓ ସେ ଇନୋସେଣ୍ଟ ଥିଲେ, ଯଦିଓ ସେ ନମ୍ର ଥିଲେ ଏବଂ ପ୍ରଭୁଙ୍କୁ ଭୟ କରୁଥିଲେ। ତାଙ୍କର ଜୀବନର ସଫଳତା ହେଉଛି the fear of the Lord, ପ୍ରଭୁ ବିଷୟକ ଭୟ ତାଙ୍କ ଜୀବନରେ ଜ୍ଞାନ, ବୁଦ୍ଧି, କନଫିଡେନ୍ସ, ଶକ୍ତି, ସାମର୍ଥ୍ୟ ଏବଂ ସଫଳତା ପରେ କନଫିଡେନ୍ସ ବା ସେ କହୁଥିଲେ there is no any impossibility in his life, ଅସମ୍ଭବ କିଛି ନାହିଁ। ତାର କାରଣ ହଉଛି ପ୍ରଭୁ ଆମମାନଙ୍କ ନିକଟବର୍ତ୍ତୀ ଅଛନ୍ତି, ସେ ଆମମାନଙ୍କ ସାହାଯ୍ୟକାରୀ, ସେ ଆମମାନଙ୍କ ପାଖରେ ଅଛନ୍ତି ଏବଂ ସେ he will take away all the
ରେସ୍ପନ୍ସିବିଲିଟି, କନସର୍ନ, ଟେନସନ, ଦୁଃଖ, ସମସ୍ୟା, ଏକ୍ସାମିନେସନ, ଅଭାବ, କଷ୍ଟ, ଶାରୀରିକ ଅସୁସ୍ଥତା ଏବଂ ଯାହା କିଛି ଥାଉ ନା କାହିଁକି ରେଡି, ସବୁବେଳେ ପ୍ରସ୍ତୁତ ଅଛନ୍ତି ଏଇ ସବୁ ବିଷୟକୁ ସେ ନେଇଯିବେ। ଏବଂ ସେଇଠି କୌଣସି ସନ୍ଦେହ ନାହିଁ, କୌଣସି ସନ୍ଦେହ ନାହିଁ। There is a determination ବା ୟେସ୍ ପ୍ରଭୁ କରିବେ। ଆଉ ସବୁବେଳେ ଆମେ ଦେଖୁଛୁ ଯୋସେଫ ଭାଇମାନଙ୍କ ତତ୍ତ୍ୱ ନେବା ପାଇଁ ଗଲେ, ଯୋସେଫ ସାକ୍ଷ୍ୟ ଦେଲେ, ଡରିଲେ ନାହିଁ। ବେଳେ ବେଳେ ଆମମାନଙ୍କ ଜୀବନରେ ପ୍ରଭୁ କହନ୍ତି go and talk to this man, ଏଇ ମନୁଷ୍ୟକୁ କଥାବାର୍ତ୍ତା କର। ପ୍ରଭୁ କହନ୍ତି, କିନ୍ତୁ ଆମେ ଉତ୍ତର ଦେଇଦଉ how can I? ମୋସାଙ୍କ ପରି ଆମେ କହୁ ମୁଁ କେମିତି କରିବି, ମୁଁ ଖନା। ଜିରିମିୟାଙ୍କ ପରି ଆମେ କହୁ ମୁଁ କେମିତି କହିବି, ମୁଁ ଗୋଟେ ବାଳକ। ଅନ୍ୟ ଲୋକମାନଙ୍କ ପରି ଅନ୍ୟ ଲୋକମାନଙ୍କ ପରି ଆମେ କହିଯାଉ ଇଟ୍ ଇଜ ଇମ୍ପସିବଲ, ସେ ମତେ ମାରିଦବ, ସେ ମତେ କିଛି ଗାଳି ଦେଇପାରେ, ସେ ମତେ କିଛି କରିପାରେ, ସେ ଗୋଟେ ବିରାଟ ଲୋକ, ସେ ଅଙ୍କ ଲୋକ ସମକ ଲୋକ। ଆମେ ପ୍ରଭୁଙ୍କ ନିକଟରେ ଯୁକ୍ତି ତର୍କ କରିଥାଉ ଏବଂ କହିଥାଉ ପ୍ରଭୁ ୟୁ ଫାଇଣ୍ଡ ଆଉଟ୍ ସମବଡି। ତାଙ୍କ ରେଙ୍କରେ ଯଦି କୌଣସି ମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ପ୍ରଭୁ କହୁଛନ୍ତି, ଆମେ ସେତେବେଳେ କହୁଛୁ ଆଇ କ୍ୟାନଟ୍, କିନ୍ତୁ ପ୍ରଭୁଙ୍କ ଆଜ୍ଞା ହି ଇଜ ବିସାଇଡ୍ ଅସ୍, ସେ ଆମମାନଙ୍କ ସହବର୍ତ୍ତୀ ଅଛନ୍ତି। ଏବଂ ସେ ଯୋସେଫ ସେଇ କନଫିଡେନ୍ସ ତାଙ୍କ ଜୀବନରେ ଅନୁଭବ କରିଥିଲେ। ଭାଇମାନଙ୍କର ଦେଖା କରିବା ପାଇଁ ଗଲେ, ଭାଇମାନେ ତାଙ୍କୁ ଅହଙ୍କାର ହେଲେ ଏବଂ ତାଙ୍କୁ ହତ କରିବା ପାଇଁ ପ୍ରଚେଷ୍ଟା କଲେ, ବିକ୍ରି କଲେ। କିନ୍ତୁ ବିକ୍ରି କଲେ, ସେ ବିକ୍ରି ହେବା ପରେ ଇସ୍ମାଏଲୀୟ ଲୋକମାନଙ୍କ ଦ୍ୱାରା ସେ ପଟିଫର ଗୃହକୁ ଗଲେ ଏବଂ ପଟିଫର ଗୃହରେ ପ୍ରଭୁ ତାଙ୍କୁ ବୃଦ୍ଧି କଲେ। ତାଙ୍କ ଉପସ୍ଥିତିରେ ପଟିଫର ଗୃହ ଅନେକ ଗୁଣରେ ଗୁଣିତ ହେଲା ଏବଂ ପଟିଫର ଗୃହରେ ମଧ୍ୟ ପରୀକ୍ଷା ଆସିଲା। ଏକ୍ସାମିନେସନ ୱାଜ ଅଲସୋ ଦେୟାର। ପ୍ରଭୁଙ୍କ ନିକଟରେ ସରଳ, ବିଶ୍ୱସ୍ତ ଏବଂ ତାଙ୍କ ଜୀବନର ପ୍ରାଧାନ୍ୟତା ପ୍ରଭୁ ବିଷୟକ ଭୟ, ଦ ଫିୟର ଅଫ ଦ ଲର୍ଡ, ଦ କନକ୍ଲୁଜନ ଅଫ ହିଜ ଲାଇଫ, ତାଙ୍କ ଜୀବନର ସିଦ୍ଧାନ୍ତ ପ୍ରଭୁ ବିଷୟକ ଭୟ। ଓନ୍ଲି ଗୋଟିଏ ପ୍ରପର୍ଟି ତାଙ୍କ ଜୀବନରେ ଥିଲା, କେବଳ ସେ ପ୍ରଭୁଙ୍କୁ ଭୟ କରୁଥିଲେ, ଦ୍ୟାଟ୍ସ ଅଲ। ଏବଂ ତାଙ୍କ କର୍ତ୍ତବ୍ୟକୁ ସେ ଠିକ ଠାକ ଭାବରେ ଚଳେଇଥିଲେ। ଏକ୍ସାମିନେସନ ଆସିଲା ଏବଂ ଏଇପରି ପରୀକ୍ଷା ଆସିଲା, ସାଙ୍ଗେ ସାଙ୍ଗେ ସେ ଜେଲକୁ ଗଲେ। ତାଙ୍କର ଯୋଉ ଯାତ୍ରାର ରାସ୍ତା ଆମେ ଦେଖୁଛୁ, ବାପା ଭାଇମାନଙ୍କ ନିକଟରେ ସାକ୍ଷ୍ୟ ଦେଲେ, ଯାହା ଦେଖିଲେ ସେ କହିଲେ ଏବଂ ସେମାନେ ଅହଙ୍କାର ହେଲେ। କିନ୍ତୁ ସେ ଅନୁତାପ କଲେ ନାହିଁ କି ମୋ ଭାଇମାନେ ମୋର ଏଇ ସ୍ୱପ୍ନର ଉତ୍ତର, ସ୍ୱପ୍ନର କଥା କହିବାରେ ସେମାନେ ଅହଙ୍କାର ହେଲେ। ପ୍ରଭୁ ମୁଁ କାହିଁକି କହିଲି? There was no any realization in his life. ସେ ଖୁସି ହେଲେ କି ପ୍ରଭୁ ଯାହା ଜଣେଇଲେ, I could able to speak, ମୁଁ କହିଲି। ଯାତ୍ରା କଲେ, ଭାଇମାନେ ତାଙ୍କୁ ତୁଚ୍ଛ କଲେ, ହତ କରିବା ପାଇଁ ଇଚ୍ଛା କଲେ ଏବଂ ବଡ ଭାଇର ଇଣ୍ଟରଫେରେନ୍ସ ରେ ତାଙ୍କୁ ବିକ୍ରି କରାଗଲା। ପଟିଫର ଗୃହରେ ଆସିଲେ, ପ୍ରଭୁ ବୃଦ୍ଧି କଲେ, କିନ୍ତୁ ସେଇଠି ମଧ୍ୟ ବିଶ୍ୱସ୍ତ ହେବା ଦ୍ୱାରା ତାଙ୍କୁ ଜେଲ ଖାନାର ରାସ୍ତା ଦେଖିବାକୁ ପଡିଲା। ଏବଂ ଜେଲ ଖାନାରେ ମଧ୍ୟ ରହି he was not murmuring, ସେଇଠି ମଧ୍ୟ ସେ ତାଙ୍କ ମନରେ କୌଣସି ବଚସା ନଥିଲା। ପ୍ରଭୁ ଏଇଟା କଣ? এই ଏକ୍ସାମିନେସନ ଗୋଟିଏ ପରେ ଗୋଟିଏ ମୋ ଜୀବନରେ ହ୍ୱାଇ, ସେ ତାହା କହିଲେ ନାହିଁ। he was appreciating God, ପ୍ରଭୁଙ୍କର ଧନ୍ୟବାଦ ଦଉଥିଲେ। ଯାକୋବ 1:2 ଲେଖାଯାଏ, rejoice when ye have fallen to diverse temptation, ଅନେକ ପ୍ରକାର ପରୀକ୍ଷା ସମସ୍ୟା ଆସିଲେ ଆମମାନେ ଆନନ୍ଦ କରୁ, ଖୁସି ହେଇଯାଉ, କାରଣ ଭଲ ସମୟ ଆସୁଛି। the good time is coming and definitely a very extraordinary wonderful time is coming in our life। ଏବଂ ସେଇ ବିଷୟକୁ ଆମମାନେ ଅନୁମାନ କରିବା କଥା, ଅନୁଧ୍ୟାନ କରିବା କଥା ଏବଂ ନିଜ ଜୀବନରେ ଆପ୍ଲାଏ କରିବାକୁ ପଡିବ, ପ୍ରାକ୍ଟିକାଲିଟି। ଏବଂ ସେ କଲେ। ଜେଲ ଖାନାରେ ମଧ୍ୟ ପ୍ରଭୁ ତାଙ୍କୁ ସାହାଯ୍ୟ କଲେ, କାରଣ ସେ ପ୍ରଭୁଙ୍କୁ ଭୟ କରୁଥିଲେ। ଏବଂ ଜେଲ ଖାନାରୁ ସ୍ୱପ୍ନର ଅର୍ଥ ଦ୍ୱାରା ତାଙ୍କ ବନ୍ଧୁଙ୍କର ସାହାଯ୍ୟରେ ସେ ପୁଣି ମିଶରରେ ପହଞ୍ଚିଲେ ଏବଂ ମିଶରର ସମସ୍ତ ଅଧିକାର ପ୍ରାପ୍ତ ହେଲେ। ପ୍ରଭୁ ତାଙ୍କୁ ଶକ୍ତି ସାମର୍ଥ୍ୟ ଦେଲେ, କିନ୍ତୁ ପ୍ରତ୍ୟେକ ସୋପାନରେ ତାଙ୍କ ଜୀବନରେ ଚ୍ୟାଲେଞ୍ଜେସ ଆସିଛି ଏବଂ ସେଇ ଚ୍ୟାଲେଞ୍ଜକୁ ସେ ଅତିକ୍ରମ କରିବାକୁ ଲାଗିଲେ।
तार कारण होउची से प्रभु को भय करुथिले कौन सी जगह रे से नो टर्निंग बैक बा पछ घुंचा दे नांती पछ को देखि नांती केवल आगो को चली अछंती एवं जाऊ जाऊ शीश पर्याय प्रभु तांको एते आशीर्वाद कले राजा केवल ना को राजा रहिले ये प्रधानमंत्री एवं राजा सबुर पावर को से व्यवहार कले एवं ता को मध्य से मिसयूज करि नाहंती समस्त पाइबा पर मध्य से सबु बेले प्रभुंकर धन्यवाद दे अछंती एप्रिसिएशन टू गॉड फॉर ऑल द ट्रायल टेम्पटेशन एग्जामिनेशन परीक्षा समस्या आमे आज वाक्य जेंति पढुतले जौन प्रथम जौन 2:15-19 मध्य ठीक लेखा अछि ए सांसारिक अभिलाष सांसारिक आमानक परिचय बा आमानकर पोजिशन बा आमानकर ना बा आमानकर धन रत्न विद्वान बा शिक्षा ए समस्त किछि नुहे दिस ऑल आर वैनिटी सोलोमन यानी सोलोमन कहिले मो मोर समस्त समय अଯଥା व्यस्ततारे एवं अଯଥା जिनसर मु क्षय करियोदली समस्त विषय को मु अଯଥା आई स्पेंड ऑल माय टाइम इन वेन बा अଯଥାरे मु समस्त समय को मु खर्च कली जगतर विषय वासना कोठा अट्टालिका अनेक कथा ईगो एवं मु मने विराट व्यक्तित्व भाव रे अवस्थापित ए समस्त विषय नै मु देखिली कि समस्त विषय शून्य केवल प्रभु भी द कंक्लूजन ऑफ माय लाइफ इज द फियर ऑफ द लॉर्ड प्रभु को भय करिवा केवल मु अनुभव कली शेषरे मु अनुभव कली दैट इज द कंक्लूजन ऑफ माय लाइफ आउ किछि न है एवं से कहिले असार एवं असार समस्त असार यार कौन सी परिचय नहीं बा कौन सी वैल्यू नहीं अनुताप कले बहुत विषय करले बहुत सम्मान आडले बहुत ज्ञान आसिला बहुत किछि हला किंतु शेषरे ताको कंक्लूजन हला ई सब बेकार कौन सी एथिरे कौन सी सामर्थ्य नाही बा कौन सी कंक्लूजन नाही द कंक्लूजन ऑफ माय लाइफ इज द फियर ऑफ द लॉर्ड केवल प्रभु को भय करिवा मो जीवन रो व्यक्तित्व एवं से प्रभु को धन्यवाद देले प्रिय बंधुगण जोसेफ सज्जारे शेष सज्जारे थिबा समय रे से प्रभु को कहिले भाई मान को मध्य कहिले प्रभु को दृष्टि रखी कहिले प्रभु यू टेक केयर ऑफ माय ब्रदर मो भाई मान को तुमे तत्व नियो एवं प्रार्थना अनुभूति मध्य रे सज्जा से थिबा समय रे से भाई मान को कॉन्फिडेंटली कहउछंती फीडबैक प्रभु को ठारू नेले एवं भाई मान को कहउछंती सियोरली निश्चित भाव रे प्रभु तुम मान करो तत्व नेबे गॉड विल विजिट यू एवं एठी कौन सी संदेह नाही एवं से समान को मध्य कहउछंती कि तुमे अनेक दायित्व मध्य दोछंती जे जोसेफ आस्क्ड हिज पीपल टू मेक ए भाव गोटे मते प्रतिज्ञा करो प्रॉमिस मी से कहले प्रतिज्ञा करो तुमे भूली जबो नाही then when God leads you to that land you will take my body with you तुमको निश्चय प्रभु से प्रतिज्ञात देश मध्य प्रवेश कराइबे तांको समस्त कथावार्ता रे एक कॉन्फिडेंट थिला तुमे मते प्रतिज्ञा करो सेही समय भूलिबो नाही एवं सेही समय मोर शरीर को सेही प्रतिज्ञात देश मध्य रे निज संग रे देई जीवो यू शुड नॉट फॉरगेट मु एथे आसी थिली प्रभु मते साहाय्य कले बट माय ए जो मोर शरीर आई वांट माय बॉडी टू बी इन द प्रॉमिस लैंड तांको जीवन रे कॉन्फिडेंट रो सोपान प्रारंभ रु शेष पर्याय पर्यंत आम अनुभव करिछु प्रिय बंधुगण ए कॉन्फिडेंट पर्सनालिटी आउ भाबुचे ऑलरेडी 4 बजे गला गोटे छोट मोर निज अनुभूति देई मु शेष करिया पई चाहे आउ जेतबेले जोसेफ 44 रो गृह रे गले सेही समय रे से सेठी पहुंचीबा समय रे मु अनुभव कली तांको गृह मल्टीप्लाई हेबाकु लागिला वृद्धि हेबाकु लागिला आशीर्वाद बढ़ियाकु लागिला गॉडली पीपल जेतबेले जोठी पहुंचीबे जा घरे पहुंचीबे जा पई प्रार्थना करिवे सेही घर आशीर्वाद प्राप्त हबो एवं आमे जेतबेले गोटे छोट अनुभूति आ संबलपुर रे जेतबेले ए पाठ पढ़ा पई मु बुलुथली ट्यूशन खोजुथली सेही समय आई कुड एबल टू रीच टू ए ब्राह्मण फ्रेंड्स हाउस गोटे ब्राह्मण परिवार रे पहुंचली एवं सेही ब्राह्मण परिवार मु आज मन पकोची सेठी जेतबेले
ଅନେକ ଘରକୁ ଯାଇଛି, ସେମାନେ ମତେ କିଛି ସୁଯୋଗ ଦେଲେ ନାହିଁ। ମୁଁ ଖୋଜୁଥିଲି ଟ୍ୟୁସନ କରିବି ଆଣ୍ଡ ଆଇ ୱିଲ୍ ସପୋର୍ଟ ମାଇ ଷ୍ଟଡି, ମୋର ଖାଇବା ସମସ୍ତ ବିଷୟ ଦେଖିବି। ଏବଂ ଏଇ ଭାଇ ସେ ଘର ଖୋଲିଦେଲେ, ଅନେକ ଲୋକ ଖୋଲିଲେ ନାହିଁ, ସେ ଖୋଲିଲେ। ତାଙ୍କ ଘରକୁ ଗଲି, ତାଙ୍କ ଘରେ ମତେ ଟ୍ୟୁସନ କରିବା ପାଇଁ ଦେଲେ। ମ୍ୟାଟ୍ରିକ ତାଙ୍କ ଦିଟା ଝିଅ ମେଣ୍ଟାଲ, ତାଙ୍କ ମାନସିକ ଅସୁସ୍ଥତା, ଆଉ ମ୍ୟାଟ୍ରିକ ସେମାନେ 5-6 ଥର ଦେଲେଣି, ଫେଲ ହଉଛନ୍ତି। ମୁଁ ତାଙ୍କଠୁ ଏଜରେ କମ, ଆଉ ସେ ମତେ କହିଲେ ୟାଙ୍କୁ ଟ୍ୟୁସନ କରିବ। ତାଙ୍କ ଘରେ ଦିଟା ଝିଅ, ତାଙ୍କ ସ୍ତ୍ରୀ ସେ ମେଣ୍ଟାଲ, ତାଙ୍କର ହାର୍ଟ ଆଟାକ ଏବଂ ମେଣ୍ଟାଲ ଅନେକ ରୋଗରେ ସେ ଅଛି। ସେ ଅନେକ କୋର୍ଟ କେସ୍ ଇଏ ସେ ବହୁତ ପରିଶାନୀରେ ଥିଲେ, ସେଇଟା ମୁଁ ଜାଣିନଥିଲି। କିନ୍ତୁ ହଠାତ୍ 6 ମାସ ତାଙ୍କ ଘରେ ଟ୍ୟୁସନ କରିବା ଭିତରେ ସେଇ ଝିଅ ମାନେ ମଧ୍ୟ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଲେ, ଗଡ୍ ଟୁକ୍ କେୟାର, ଏବଂ ସେମାନେ ମଧ୍ୟ ପାସ୍ କଲେ। ଏବଂ ସେଇ 6 ମାସ ପରେ ଏଇ ବ୍ୟକ୍ତି ମତେ କହୁଛନ୍ତି କି ବାବୁ ତୁମେ ମୋ ଘରେ ଆସିବା ଭିତରେ ମୋର ଘରେ ଅନେକ ପରିବର୍ତ୍ତନ ହେଇଛି। ଏ ଛୁଆ ମାନେ ମୋର ପାସ୍ କରିଗଲେ ଖାଲି ନୁହେଁ, ସେମାନଙ୍କ ମାନସିକ ଅସୁସ୍ଥତା ଯୋଉ ଥିଲା, ସବୁବେଳେ ହସୁଥିଲେ, ଆଉ ତାଙ୍କ ମାନସିକ ଅସୁସ୍ଥତା ମଧ୍ୟ ଠିକ ହେଇଛି। ମୋ ସ୍ତ୍ରୀର ସମସ୍ୟା, ପ୍ରତି ମାସେ 2 ମାସରେ ମୁଁ ହସ୍ପିଟାଲ ଦୌଡୁଥିଲି। ପ୍ରାୟ 6 ମାସ ତମେ ଆସିବା ଭିତରେ ଥରେ ବି ମତେ ହସ୍ପିଟାଲ ଯିବାକୁ ପଡିନି। ଏବଂ ସେ ଆହୁରି କହୁଥିଲେ ଏଇ ଭିତରେ ଗୋଟେ କୋର୍ଟ କେସ୍, ମୋର ସୋନପୁର ଜମି ଜମାର କୋର୍ଟ କେସରେ ମୋର ଭର୍ଡିକ୍ଟ ମୋ ଫେଭରରେ ଆସିଛି, ଏବଂ ସେଇଥିରେ ମୁଁ ଅନେକ କୋଟି କୋଟି ଟଙ୍କାର ଲାଭ ପାଇଛି। ଏବଂ ମୁଁ ଜାଣିଛି, ଏବଂ ତୁମେ ଯୋଉ କଣ ଅସୁବିଧାରେ ଅଛ, ସେ କହିଲେ ତୁମେ କୋଉଠି ଅଛ, କୋଉଠି ରହୁଛ, ଆଇ ୱାଣ୍ଟ ଟୁ ହେଲ୍ପ ୟୁ। ମୁଁ କହିଲି ଆଜ ୟୁ ଲାଇକ୍, କିନ୍ତୁ ମୁଁ ଆପଣଙ୍କୁ ଅନୁରୋଧ କରିବି ଏହା ଭାବନ୍ତୁ ନାହିଁ, ଏଜ ୟୁ ଲାଇକ୍। ଏବଂ ସେ ଯାଇକି ଦେଖିଲେ କୋଉଠି ମୁଁ ଅଛି, କେମିତି ରହୁଛି, କଣ କରୁଛି, ମୋ ସାଙ୍ଗରେ ଗଲେ ଦେଖିଲେ। ଏବଂ ସେ ଦେଖିଲେ ଗୋଟେ ଝୋପଡି, ଯୋଉଠିକି ମାଟି ଝାଟିର ଘର, ସେଇ ଭିତରେ କାଠ ଫାଟକୁ ରଖିକିରି ସେଇଠି ମୁଁ କାର୍ଟୁନ ଫାଟୁନ ଦେଇକିରି ମୋର ଘର ବନେଇ ଦେଇଛି, ବଢିଆ ବନେଇ ଦେଇଛି, ଏବଂ ମୁଁ ଖୁସିରେ ଅଛି। ଆଇ ୱାଜ ଚିୟରଫୁଲ। କିନ୍ତୁ ସେ କହିଲେ ନାଇଁ, ମୁଁ ସପୋର୍ଟ କରିବି, ଆଇ ୱିଲ୍ ସପୋର୍ଟ ୟୁର ଷ୍ଟଡି, ଆଇ ୱିଲ୍ ହେଲ୍ପ ୟୁ। ଏବଂ ସେ ହେଲ୍ପ କଲେ, ଏବଂ ଯାହା ଦ୍ୱାରା ଅନେକ ଅନେକ କ୍ୱାଲିଫିକେସନ ବା ପଢିବା ପାଇଁ ମତେ ସୁଯୋଗ ମିଳିଲା। ତ ମୁଁ କହିବାର ଅର୍ଥ, ଯୋସେଫ ତାଙ୍କ ଭାଇମାନଙ୍କୁ କହିଲେ କନଫିଡେଣ୍ଟଲି ବା ଷ୍ଟ୍ରଙ୍ଗ ଡିଟରମିନେସନରେ କହିଲେ କି ସିଓରଲି ଗଡ୍ ୱିଲ୍ ଭିଜିଟ୍ ୟୁ, ନିଶ୍ଚୟ ପ୍ରଭୁ ଆପଣମାନଙ୍କୁ ଦର୍ଶନ ଦେବେ। ପ୍ରିୟ ବନ୍ଧୁଗଣ, ଆମ ଜୀବନରେ ନିଶ୍ଚୟ ଅନେକ ସମସ୍ୟା, କଷ୍ଟ। ସେଇଦିନ ମୁଁ ଆମର ବାଇବେଲ ସୋସାଇଟିରେ ବୀରେନ୍ଦ୍ର ଭାଇକୁ ଦେଖା ହେଲା। ମୁଁ ଫିଲ୍ କଲି କି ସେ ଚୁପଚାପ ନିଜର ଇଣ୍ଟ୍ରୋଡକ୍ସନ ବି ଦଉନାହାନ୍ତି, କହୁନାହାନ୍ତି। I was very happy। ଆଉ ଶେଷରେ ଯେତେବେଳେ ସେ କହିଲେ ଆଇ ଏମ୍ ଦ୍ୟାଟ୍ ପର୍ସନ, ଆପଣ ମୋ ପାଇଁ ପ୍ରାର୍ଥନା କରିଥିଲେ, ତାପରେ ଆଇ ଫେଲ୍ଟ, ଆଇ ରିୟଲାଇଜ୍, ମୁଁ ସବୁବେଳେ ତାଙ୍କୁ ଦେଖୁଛି, ବାଇବେଲ ସୋସାଇଟି ମିଟିଂରେ ଆସୁଛନ୍ତି, ଯାଉଛନ୍ତି, ଇଏ କରୁଛନ୍ତି, ବଟ୍ ଆଇ ୱାଜ ନଟ୍ ଆୱେୟାର ଅଫ୍, ଜାଣିନଥିଲି କି ଇଜ ଦ ପର୍ସନ। ଆଉ ସେ ବି ଇଣ୍ଟ୍ରୋଡ୍ୟୁସ କରୁନାହାନ୍ତି, କେବେ କହୁନାହାନ୍ତି, କିନ୍ତୁ ଏଇ 24 ତାରିଖରେ ସେ କହିଲେ। ଆଉ ଏଇ ନୂତନ ବର୍ଷରେ ଆପଣମାନଙ୍କ ନିକଟରେ ମୁଁ ନିଶ୍ଚୟ ଧନ୍ୟବାଦୀ। ଆଉ ପ୍ରଭୁ ଆପଣମାନଙ୍କୁ ଅନେକ ଭାବରେ ଆଶୀର୍ବାଦ କରନ୍ତୁ, ଯେପରି ଏଇ ଯୋଉ ଭର୍ସନ ଦେଇଛନ୍ତି ଆପଣମାନଙ୍କ ଏଇଥିରେ ଗୀତ ସଂହିତା 88:13ରେ, ଆଇ କ୍ରାଏ ଆଉଟ unto the Lord। ନିଜକୁ ସବମିସିଭ କରି ପ୍ରଭୁଙ୍କର ଅଗୁଆଇରେ ବା ତାଙ୍କ ଦିଗଦର୍ଶନରେ, ତାଙ୍କ ପ୍ରତ୍ୟାଦେଶରେ ଯଦି ଆମମାନେ ଚାଲିଛୁ, the conclusion is confident, ବା ଆମମାନଙ୍କର ଶେଷ ଏକ ସିଦ୍ଧାନ୍ତ ବା ସ୍ଥିର ଭାବରେ ରହିବ କି ସିଓରଲି ଗଡ୍ ୱିଲ୍ ଟେକ୍ କେୟାର ଅଫ୍ ୟୁ। ନିଶ୍ଚିତ ଭାବରେ ପ୍ରଭୁ ଆମମାନଙ୍କ ତତ୍ତ୍ୱ ନେବେ। ମୁଁ ଆଉ ଥରେ ବିନୟ ଭାଇଙ୍କୁ, ସିଷ୍ଟରଙ୍କୁ
ଆଉ ବୀରେନ୍ଦ୍ର ଭାଇଙ୍କୁ ଆପଣ ମାନଙ୍କୁ ସମସ୍ତଙ୍କୁ ମୋ ହୃଦୟର କୃତଜ୍ଞତା ଏବଂ ଧନ୍ୟବାଦ ଅର୍ପଣ କରୁଛି। ଥ୍ୟାଙ୍କ ୟୁ। ଗଡ୍ ବ୍ଲେସ୍ ୟୁ ଅଲ୍। ଥ୍ୟାଙ୍କ ୟୁ। Praise the Lord. Hallelujah.